ବହୁ ଦୁଃଖର ସହିତ କହିବାକୁ ପଡୁଛି, ଆଜି କିଛି ଘଣ୍ଟାର ବର୍ଷାରେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟାସ୍ଥିତ ଜାତୀୟ ରାଜପଥ ଜଳମଗ୍ନ ହୋଇଯାଇଛି। ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ଗୁରୁତର ବାଧା ସୃଷ୍ଟି ହେଉଛି। ହୋଟେଲ ସୁରଜ ମୁଖ୍ୟ ଗେଟ୍ ସମ୍ମୁଖରେ ଡ୍ରେନ୍ ବନ୍ଦ ହୋଇଥିବାରୁ ଡ୍ରେନ୍ ପାଣି ମୁଖ୍ୟ ଗେଟ୍ ସମ୍ମୁଖ ଦେଇ ପ୍ରଭାବିତ ହେଉଛି। ସେହିପରି ସହଦେବଖୁଣ୍ଟା ମୁଖ୍ୟ ଡାକଘର ଓ ଡାକ ବିଭାଗର କର୍ମଚାରୀ କ୍ୱାର୍ଟର୍ସ ମଧ୍ୟ ଜଳମଗ୍ନ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ବାଲେଶ୍ୱର ପୌରପାଳିକା କିମ୍ବା ପ୍ରଶାସନର ଏହା ଉପରେ ନଜର ପଡୁନାହିଁ କି? ପ୍ରଶାସନ ଆଉ କେତେଦିନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବ? କାହାର ଜୀବନ ଯିବା ପରେ ପ୍ରଶାସନର ନିଦ ଭାଙ୍ଗିବ କି? ସହଦେବଖୁଣ୍ଟାବାସୀଙ୍କ ଦୁଃଖ ଓ ସମସ୍ୟା କେବେ ଜିଲ୍ଲା ପ୍ରଶାସନଙ୍କ କାନରେ ପହଞ୍ଚିବ ଏବଂ ଏହାର ସ୍ଥାନୀୟ ସମାଧାନ କେବେ ହେବ, ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।